ଦେଖନ୍ତି ଆଉ ତ ଭର୍ତ୍ତା 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 ଆମର ଏଇନା ମାଛ କଟା ହବ। ମାଛ ବଳି ଯାଇଛି। ଚାଲ କାଟିଦିଅ। ଘର ଗ୍ୟାସ୍ ହବ ଭାରି ନା ଆଉ ସେ ଖରା ହେଇଗଲା ଅଣ୍ଡେଠୁ ଧୋଇଦେବେ ବଡ଼ ମାଛ ଦେଇଛନ୍ତି ନହେଲେ ଜଗା ଆଜି ମାଛ ଆଣିଥାନ୍ତା ମାଛ ଦେଲେ ବୋଲିକି ଚାଲିଲା କଟାକଟି। ପିତ୍ତଟା କଟିଯିବ ଯଦି ପିତ୍ତ ଲାଗିବ। ପିତ୍ତଟା ସେଇଟା ଏଇଟା ଲାଗି ମାଛଟା ମତେ ପିତା ଲାଗି ଖାଏ ବାହାର କରି ଫୋପାଡ଼ି ଦିଏ ସବୁ ଫୋପାଡ଼ି ଏମିତି ପିସ୍ ହଁ ଏଇଭଳିଆ କରିଦିଅ ଏମିତି ପେଟି ବାହାରିବନି ଛୋଟ ମାଛ ନା ଆଇଁଷିଆ ଗନ୍ଧ ନାକେ ବଜାଉଛି ଏତେ ଗନ୍ଧ। ଆଜି ବୁଧବାର ବାର ଦେଖି ଦେଇଛନ୍ତି ଆଜି ସମସ୍ତେ ଖାଇବେ ଯିଏ ଦେବେ ଭାର ସେ ବାର ଦେଖି ଦେବେ ନା ନା ରବିବାର ଘରିକା ବି ଆଜିକାଲି ଅଧିକାଂଶ ଖାଉଛନ୍ତି ସେ ତାର ବୁଧବାର ଦେଇଛି ମାଛ ଥରେ ଘରେ ଦେଇଥିଲେ ମୁଁ ଜମା କାଟି ପାରିଲି ନାହିଁ କେହି ନଥିଲେ ଘରେ। ହଁ ଗୋଟେ ଯୋଉ କନି ଦେଇ ଯୋଉ ବବିର ନା କଣ ତାରି ବୋଉ ସେ ଘରୁ ପଳେଇଥିଲେ ମୋର ଏଇ ଖୁଡି ଡାକିନି କହିଲେ ଏଟା କାଢେ ସେଟା କାଢେ କାଟା ହେଲା। ଫାଳ କଲେ ଭଲ ଭାଜିବାକୁ ହବ ଏମିତି ଗୋଟା ହେଲେ ବହୁତ ତେଲ ବହୁତ ତେଲ ହେଇଥିବ ପୁରା ପକେଇଦ ଛାଣି ହେଇଯିବ। ମୁଣ୍ଡ କାଟିବା ଭାରି କଷ୍ଟ ଧାଡ ନଥିଲେ ଭଲ ହବ ଧାଡଟା ଅଛି ସେମାନେ ଯୋଉମାନେ ମାଛ କରୁଛନ୍ତି ସେ ରଖିଛନ୍ତି କଣ ପିଟଣା ଭଳିଆ ବାଡି ଫାଳ ହେଇଯିବ ଆମର କଣ ମାଛ କଟା ପଡିବ ସଇଲା ସଫା ହେଇଗଲା ଆମର ପିତ୍ତ ବାହାରିଲା ଦେଖ ପିତ୍ତରରେ ଡାଇବେଟିସ ଜଗା କାଟିଦବ ମେଡିକାଲ କିଏ ଜଣେ ଖାଇ ଦେଇଥିଲା ଗୋଟେ ଭାରି ଡେଞ୍ଜରିୟସ୍ ଆଉ ଖରାପ ହେଇଯିବ ଆମର ଆଜି ମାଛ ବଳି ଆସିଛି ଆଜି ବୁଧବାର ଆସିଲା ମାଛ ଚୁଲି ଲଗେଇ ସାରିଲିଣି ଭାଜିବି ଭାଜିବା ମାଛ ଭଜାକୁ ପଖାଳ ଖରା ଦିନ ହେଇ ଆସିଲାଣି। ହେଇଗଲା ମାଛ ଭଜା ଆମର ଟିକେ କଢ଼ା ଭଜା ନହେଲେ ଆମର ଟିକେ ଖାଇବାକୁ ଭଲ ପାଇବେନି। ଆଳୁ ଭଜା ଚାଲିଛି ଆମେ ତ ଅଳ୍ପ ସିଏ ଲୋକ କୁହନ୍ତି
ଧଣିଆ ପତ୍ର ଟମାଟର। ଧଣିଆ ପତ୍ର ବାଟିକି ଦେଇଦେଇ ତ ଭଲ ଟେଷ୍ଟ ହେଉଛି କି। ଧଣିଆ ପତ୍ର ଟମାଟର ଗୋଟେ କାଟିକି ପକେଇବ। ବହୁତ ଆମ୍ବିଳା ହେଇଯିବନି। ଆମେ ଆମ୍ବିଳା ଖାଇଥାଉ, ଜଗା କିନ୍ତୁ ଖାଇବନି। ଚୁଲିରେ କିନ୍ତୁ ଟେଷ୍ଟ ଭଲ। ସୋରିଷଟା ଟିକେ ପରେ ଦେବି। ଲଙ୍କାଗୁଣ୍ଡ ଅଳପ ପକେଇଛୁ। ମୁଁ ବାଟି ଦେଇଥିଲି ନା, ଏ ଲଙ୍କା ଜଗା କହୁଛି ଭଲ ଲଙ୍କାଟା ରାଗ ହବ। ଗୁଣ୍ଡ ଅଳ୍ପ ଟିକେ ଖାଲି କଲର ପାଇଁ ପକେଇବି। ଫିସ୍ ମସଲା ଗୋଟେ ଥିଲା। ହଁ ଅଛି ବା। ଖରା ପ୍ରବଳ ହେଲାଣି। ସୋରିଷ ବଟା ଟିକେ ମସଲା କଷି ଯାଇଥିବ ଦେବ ଭଲ ହେବ। ମାଛ ତରକାରୀରେ ସୋରିଷ ବାଟଣ ଠିକ୍, ସେମିତି ଭଲ ଲାଗେନି। ଜଣେ ଖାଲି ସେମିତି ପିଆଜ ରସୁଣ ଅଦାରେ ଟେଷ୍ଟ ଲାଗେନି, ସତ କଥା। ଆଉ ଟମାଟର ଦେବି କି? ନା ଏଇ ଯେଉଁ ବଡ଼ଟେ ପକେଇଛି ବା। ମୋର ମାଛ ବେସର ହେଇଗଲା ରେଡ଼ି, ସରିଗଲା। ତରକାରୀ ସରିଗଲା। ଟିକେ ଚୁଲିରେ ବସିଥିବ, ଟିକେ ଝୋଳ ମାରିବା ପାଇଁ ଚୁଲିରେ ବସିଛି ରଡ଼ରେ। ଆମର 2ଟା କଦଳୀ ଗାନ୍ଧି ହେଇଛି, କିନ୍ତୁ କୋଉଟା ବି ପାକଳ ହଉନି। ସ୍କୁଲରୁ ଆସିକି ଏଠି ମୋବାଇଲ ଦେଖୁଛି। ମୁଁ କହିଲା ବେଳକୁ ମତେ ଗୋଡ଼ ଦେଖୁଛି। ହେଇଲୋ ସାଙ୍ଗମାନେ ଦେଖିବେ ଲୋ, ତ ଯୋଉ ସାଙ୍ଗମାନେ ସବୁ ଛୋଟ ଛୋଟ ସାଙ୍ଗମାନେ ଦେଖୁଛନ୍ତି ଭିଡ଼ିଓ, କ'ଣ କହିବେ କହନି? କହିବେ ଛି ଭଲ ପିଲା ନୁହଁ, ଗୋଡ଼ ଦେଖାଉଛି ଆମକୁ। ହଁ ମ୍ୟାଡ଼ାମ୍ ଦେଖିଦେବେ, ସ୍କୁଲ ମ୍ୟାଡ଼ାମ୍ ଜାଣିଛୁ ନା। ସରି କହ, କହିଦେ ସରି, କହିଦେ ସରି, ସରି କହିଦେ। ହଁ ଦେଖୁଛି ଡକ୍ଟର ବାପା ଫି ଫାନ୍ ଖାଉଛନ୍ତି। ଦେଖନ୍ତୁ ମାମୁଁ ଖାଉଛି, କାମ କରିକି ଆସିଛନ୍ତି। ଦେଖ ବିଲନୁ, ଦେଖ ମମ୍ମି ଆସିକି ପାଣି ଦେଲେ ମାମୁଁକୁ। ଦେଖ ମମ୍ମିକୁ, ଦେଖ ଆଉ ଯିବା ମାମା ପାଖକୁ। ଦେଖ ମମ୍ମି ଖଟା ଖାଉଛି, ମାମୁଁ ବି ଖଟା ଖାଉଛି। ଦେଖ ଦେଖ ମାମା ଗପି ଦେବ ଆଗେଲେ। ଦେଖ ମମ୍ମି ଖାଉଛି, ଦେଖ ଆଖିରେ ଖାଉଛି। ଦେଖ ମାମୁଁ ମତେ ଡାକିଲା। ମାଛ ଅନ୍ଧାର ନାହିଁ ତ, ଲାଇଟ୍ ହେଉଛି ବା। ମାଛ ଅଣ୍ଡା, ଆର ଅଣ୍ଡା ସିଝା ପଖାଳ। ଚକଟା ହେଉଛି ମାଛ। ମାନେ ସମସ୍ତଙ୍କର ମାଛ ଚକଟାକୁ ଦେଖିକି ଜାଣିପାରୁଥିବେ ଏଠି ପଖାଳ ବୋଲି। ଧଣିଆ ପତ୍ର ଟିକିନା ଖାଇବନି। ଧଣିଆ ପତ୍ର ପକେଇବନି, ତମେ ମୋ ନାଇଁ କାଢ଼ିକି ତମର ପକେଇବ। ଏତେ ଏତେ ଭାତ କାଇଁ ଦେଇଛ, ନା ଖାଇବନି। ବାସ୍ନା ପୁରା ମାନେ ଛୁଟିଲାଣି। ଟିକିନା ପାଟିରୁ ନାଳ ଗଡ଼ିଲାଣି। ବାସ୍ନା ଛୁଟିଲାଣି ଶହେ ଶହେରେ। କମ୍ପେଇ ଦେଲ ଆଉ। ଆହୁରି କଞ୍ଚା ଲଙ୍କା ଭଲକି ଚକୁଡ଼, ପୁରା ରାଗ ରାଗ କର।
ନହେଲେ ମୋର ଅଲଗା ଏଇଠି ମୁଁ ଚକୁଳି ଏଇଠି ଛେଚିଦେବି ଲଙ୍କା ଅଲଗା ଚକୁଳି ତୋର କ'ଣ ଲଙ୍କା ଲଙ୍କା ଦିଅ ଲଙ୍କା ନେ ତୋର ଦିଅ ଛେଚି ଦେଇଛି ପିଆଜ ଆର ଟିକେ ଅଣ୍ଡା ଭୋଜନ କରୁଛି। ମାଛ ଖାଇଲା ବେଳକୁ କୁଣ୍ଡେ ହେଉଛି ସତରେ ଏଇ ଦେଖିଲା କଣ ମାମା ମୁଁ ଖାଇବି ଦେଶୀ ମାଛ ଯୋଉ ଆଣିକି ଖାଇବୁ ନା ପୋଖରୀ ମାଛ ତମେ ମିଛ କଥା କହୁଛ ଆମକୁ ହେଲେ କୁଣ୍ଡେ ହେଇଯିବ ବା ଚିକିନା ଲଙ୍କା ଦେନି ତରକାରୀ ଖାଉ ଖାଲି ତରକାରୀ କଣ ଖାଇଯିବା ମାଛ ମାନେ ରାଗ ନହେଲେ ଜମା ଭଲ ଲାଗେନା ଖାଇବାକୁ। ତୁ ବାହା କଣ ଖାଉଛୁ ଭିଡ଼ିଓରେ ତ ଦେଖାଯିବ ସାଇଡ୍ ସିନ୍ ଆସିଛି ନା ବାହାଘର ଖାଉ ପାଟି ମାଛ ନାହିଁ ମୁଁ ଆଉ ରହିପାରିବି ପୁରୀ ଡାଲମାରେ କମ୍ପୋଜୁଛି ଜନ୍ମଦିନ ଆଜି ଆମେ ମାଛ ହାତରେ ପକେଇଦବା ଆମର ଭାତ ମାଛ